ଜୟ ସୀତାରାମ। ରାମ ନାମର ମହିମା ଗୁଣଗାନ କରିବା ଜଣେ ସାଧାରଣ ମଣିଷ ପକ୍ଷରେ କେବେ ବି ସମ୍ଭବ ହୋଇନଥାଏ। କାରଣ ଭଗବାନ ରାମଚନ୍ଦ୍ର କେତେବେଳେ ମଣିଷର ରୂପ ନେଇ ଅଯୋଧ୍ୟାରେ ଜନ୍ମଜାତ କରୁଛନ୍ତି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ, କେତେବେଳେ ସୂକ୍ଷ୍ମ ରୂପରେ ରହି ସାଧୁ ସନ୍ତଙ୍କୁ ଦର୍ଶନ ଦେଉଛନ୍ତି, କେତେବେଳେ ନିଆରା ରାମ ବା ଯେଉଁଟାକୁ ଆମେ ଦେବଦୁର୍ଲଭ ରାମ ବୋଲି କହିଥାନ୍ତୁ ବା ସେ ରାମ ନାମ ରୂପରେ ସେ କେତେବେଳେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଆଉ ଗୋଟେ ହେଉଛି କ'ଣ ନା, ପ୍ରତ୍ୟେକ ଘଟ ଦେହରେ ବା ପ୍ରତ୍ୟେକ ମଣିଷଙ୍କର ଜୀବ ଦେହରେ ଭଗବାନ ଯେଉଁ ରାମଚନ୍ଦ୍ର ରମଣ କରି ଜୀବକୁ ସତ୍ତା, ସ୍ନେହ, ପ୍ରେମ, ଭଲ ପାଇବା, ଭକ୍ତି ପ୍ରଦାନ କରିବା। ଯଦି ଜଣେ ମନୁଷ୍ୟ ଈଶ୍ୱରଙ୍କର ଅନୁଗାମୀ ହୋଇପାରିବ, ଭଗବାନଙ୍କର ପଥକୁ ଅନୁଗାମୀ ହୋଇପାରିବ, ଜଣେ ସତ୍ପଥରେ ଯାଇପାରିବେ, ତାର ମାର୍ଗ ମଧ୍ୟ ଭଗବାନ ରାମଚନ୍ଦ୍ର ଦର୍ଶନ କରେଇଥାନ୍ତି। ଜୟ ସୀତାରାମ।